ହ୍ୟାଲୋ ଆପଣମାନଙ୍କୁ ନମସ୍କାର। ତ ଚାଲନ୍ତୁ ଏବେ ତରଭୁଜ କାଟିବା। ଆଉ ଦେଖନ୍ତୁ ମୁଁ ଯେତିକି ଓଜନ ମୋ ତରଭୁଜଟା ମୋଠୁ ଆହୁରି ଅଧିକ ଓଜନ। ତ ମୁଁ ବସିଲି ଭାବିଲି କ'ଣ କରିବି ଭାବିକି ତରଭୁଜ କାଟିକି ଚାଲ ଖାଇ ଭାବିଲି। ତ ଏଇଠି କାଟୁ କାଟୁକା ବୋଉ କହିଲା ମୋତେ ବି ଦିଏ। ତ ତାକୁ ଏଇଠି ଦେଲି। ତାପରେ ଏଇଠି ମୁଁ ତାକୁ ପୁରା ସାଇଜ୍ କି କାଟୁଛି ଦେଖନ୍ତୁ। ତାପରେ ଏଇଠି କାଟୁ କାଟୁକା ମୁଁ ଜାଣିନି କି ଅଧିକ କି କାଟିଦେଲି। ମାନେ ମୋ ପେଟ ଛୋଟିଆଟେ କିନ୍ତୁ ଆଖି ମୋର ବହୁତ ବଡ଼ ବଡ଼। ତ ଦେଖନ୍ତୁ ଏଇଠି ମୁଁ କାଟୁ କାଟୁକା ଥାଳି ପ୍ୟାକ୍ କରିଦେଲି। ଆଉ ସେଇଠୁ ମୁଁ ମାନେ ଅପେକ୍ଷା କରିପାରିଲିନି, ସେଇଠି ହିଁ ବସି ବସି ଖାଇଦେଲି। ତାପରେ ଏମିତି କାଟିଲି ବହୁତ ସାରା କାଟିଦେଲି, ଖାଇପାରିଲି, କମ୍ ରଖିଲି, କମ୍ କାଢ଼ିକି ଆଣିଲି ଦେଖନ୍ତୁ। ତାହେଲେ ଲୁଣ ଲଙ୍କା ଦେଇଦେଲି, କାରଣ ଲୁଣ ଲଙ୍କା ଦେଇ ସାରିଲା ପରେ ଅଧିକ ଟେଷ୍ଟ ଆସେ। ତ ଦେଖନ୍ତୁ ବସିକି ଖାଇଲି। ତାପରେ ଆପଣମାନେ କେବେ ଏମିତି କରିଛନ୍ତି କି ନିଜେ ଖାଆନ୍ତି ଆଉ ଯେଉଁ ମଞ୍ଜିଟା ବାହାରକୁ ପକାନ୍ତି ଏଇ ଷ୍ଟାଇଲ୍ର? ମୋତେ ବହୁତ ଭଲ ଲାଗେ। ଯାହାକୁ ଭଲ ଲାଗେ କମେଣ୍ଟ କରି କୁହନ୍ତୁ। ତାପରେ ମୁଁ ଜାଣିନଥିଲି କି ଖାଇସାରିଲା ପରେ ମୋତେ ବହୁତ ବଡ଼ କାମ ପଡ଼ିବ। ତ ଦେଖନ୍ତୁ ତାକୁ ଗଲି ଛାତ ଉପରକୁ ଡ୍ରେସ୍ ଆଣିବା ପାଇଁ। ମାନେ ଏତେ ଖରାରେ କିଏ ଯିବ ଗାଇସ୍? ମୁଁ ଯେତେ ମନା କରେ ବୋଉକୁ ଛାତରେ ଶୁକାନି ଲୁଗା ଶୁକାନି, ତଥାପି ସେ ଯାଇ ଶୁଖେଇଥିବ। ତ ଦେଖନ୍ତୁ ସେଇଠି ଖରା ମାନେ ଏତେ ଖରା ହେଉଥିଲା, ଆଣି ସାରିଲା ପରେ ମୋ 12 ବାଜିଗଲା। ତ ପୁଣି ଦେଖାହବ ନେକ୍ସଟ